কিন্তু আম সাথীরে যাব কি আম সাথীরে যাব ভ আৰু ভা এই ভ অক্ষরକୁ ନେই চারিজন ভরত ইয়ে ভারতবর্ষের জন্মগ্রহণ করছে ଆପଣମାନେ ଉଣା ଅଧିକ ମଧ୍ୟ ତାଙ୍କୁ ନାଁ ଶୁଣିଥିବେ ଗୋଟିଏ ଭରତଙ୍କ କଥା ଆପଣ ଜାଣିଛନ୍ତି ରାମଙ୍କର ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭାଇ ଭରତ ସିଏ ଏ ଜଗତକୁ ଶିକ୍ଷା ଦେଇଗଲେ ଏକ ପାରିବାରିକ ଜୀବନ ଯଦି ଚାହୁଁଛ ତେବେ ଭାଇ ଭାଇରେ ସମ୍ପର୍କ ରଖ ଚିତ୍ରକୂଟ ପାହାଡ଼ ତଳେ ଭରତ ପ୍ରଭୁ ରାମଙ୍କ ପାଦରେ ପ୍ରଣାମ ଜଣାଇ କହିଥିଲେ ମୁଁ ଫେରି ଯାଉଛି ଆପଣଙ୍କର ପାଦୁକାକୁ ନେଇକିରି ମୁଁ ଯାଉଛି ମୁଁ ରାଜ ସିଂହାସନରେ ବସିବି ଆପଣ ରାଜା 14 ବର୍ଷ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଅପେକ୍ଷା କରିବି ଆପଣ ଜଙ୍ଗଲରେ ରହି ଯେମିତି ଫଳମୂଳ ଖାଉଛନ୍ତି ମୁଁ ବି ସେଇଆ ଖାଇବି ଯେମିତିଆ ବକଳ ପତ୍ର ପିନ୍ଧୁଛନ୍ତି ମୁଁ ମଧ୍ୟ ସେମିତି ବକଳ ଆପଣ ଯେମିତି ଭୂମି ଉପରେ ଶୋଇ ପଡୁଛନ୍ତି ମୁଁ ବି ସେମିତି ଶୋଇ କିନ୍ତୁ ଭାଇ ଗୋଟିଏ କଥା ମୁଁ ଆପଣଙ୍କୁ କହିଯାଉଛି ମୁଁ ଦିନ ଗଣିବି 14 ବର୍ଷ ଯଦି ଆଉ ଗୋଟିଏ ମାସ ଘୁଞ୍ଚିଯାଏ ଆପଣ ଅଯୋଧ୍ୟାରେ ପହଞ୍ଚିବେ କିନ୍ତୁ ସେତେବେଳେ ମୁଁ ନଥିବି ତୁ କୁଆଡେ ଯିବୁ ମୁଁ ଅଗ୍ନି ଜାଳିକିରି ତା ଭିତରେ ପୋଡ଼ି ହେଇକିରି ସେଇଠି ରାମଙ୍କର ଆଖିରୁ ଲୁହ ହୋଇଗଲା ଏବଂ ଲକ୍ଷ୍ମଣଙ୍କୁ ସେ କହିଲେ ଏମିତିକିଆ ଭାଇ ଇଏ ଭାରତ ବର୍ଷରେ ସବୁବେଳେ ଜନ୍ମ ପାଉଛି ଭରତ ଫେରିଗଲେ 14 ବର୍ଷ ପୁରିଲା ଗୋଟେ ଅଧଘଣ୍ଟାଏ କି ଘଣ୍ଟାଏ ଖଣ୍ଡେ ଡେରି କାଠ ସଜାଡ଼ିଲେ ନିଜେ ନିଆଁ ଲଗେଇଲେ ସମସ୍ତେ ଘେରିକିରି ରହିଛନ୍ତି ଆପଣ ଟିକେ ଆଉ ଅପେକ୍ଷା କରନ୍ତୁ ରଥରେ ଆସୁଛନ୍ତି କୋଉଠି ଗୋଟେ ଅସୁବିଧା ହେଇଯିବ ନା ମୁଁ ଯାହା ପ୍ରତିଜ୍ଞା କରୁଛି ସେ ନିଆଁ ଉପରକୁ ଯିବା ପାଇଁ ଉଦ୍ୟତ ହେଲା ବେଳେ ପ୍ରଭୁ ରାମ ଆସିବ କୁଣ୍ଡେଇ ପକେଇଲେ କହିଲେ ଭରତ ଇଏ କଣ କରୁଥିଲୁ ନା ମୁଁ ଯାହା କହିଥିଲି ସେଇଆ କହୁଛି ସେଇ ଯୋଉ ଭାଇ ଭାଇର ମିଳନ ଭାଇ ଭଉଣୀର ସମ୍ପର୍କ ଏଇ କଥାକୁ ସୃଷ୍ଟି କରିବା ପାଇଁ ଭଗବାନ ରାମଙ୍କର ଅବତାର ହୋଇଥିଲା ତାଙ୍କ ପାଇଁ କିଏ ମନ୍ଦିର କରିବ କିଏ ପୂଜା କରିବ କିଏ ଭାଷଣ ଦେବ ସେଥିପାଇଁ ରାମଙ୍କର ଅବତାର ନୁହେଁ ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଆଉ ସେଇ ଦର୍ଶନଟା ଆଜି ଆମେ ଦେଖୁଛୁ ପୁରୀ ଶ୍ରୀକ୍ଷେତ୍ରରେ ବଳଭଦ୍ର ଭଗବାନ ଜଗନ୍ନାଥ ଭଗବାନ
ମଝିରେ ରହିଛନ୍ତି ସୁଭଦ୍ରା। ଭାଇ ଭାଇର ସମ୍ପର୍କ, ଭାଇ ଭଉଣୀର ସମ୍ପର୍କ। ସଦନ ଆଜି ଆମେ ଏଇ ରାହାମା ଏଇ ପଡ଼ିଆରୁ ଆମେ ଏପାକୁ ଯଦି କଟକ ଯିବୁ, ଏପାକୁ ଯଦି ପାରାଦୀପ ଯିବୁ, କେତେ ଜଗନ୍ନାଥ ମନ୍ଦିର ତିଆରି ହେଲା ଆପଣମାନେ ଗଣିବେ। କିନ୍ତୁ କେହି କେବେ ଭାବିନି ମୁଁ ଜଗନ୍ନାଥଙ୍କର ଦର୍ଶନକୁ ଜୀବନକୁ ଗଣିବି ଆଉ ପରିବାରକୁ ଗଣିବି। ପ୍ରଭୁ ରାମଚନ୍ଦ୍ର ଯେତେବେଳେ 14 ବର୍ଷ ଜଙ୍ଗଲରେ ବୁଲୁଥିଲେ, ସେ କଣ ବୁଲିକିରି ସବୁ ଗଛ ପତ୍ର ଦେଖୁଥିଲେ? ଅନେକ ସାଧୁ ସନ୍ଥ ମାନଙ୍କ ଆଶ୍ରମକୁ ସେ ଯାଇଥିଲେ। ସମସ୍ତଙ୍କର ଆଶୀର୍ବାଦ ସେ ଭିକ୍ଷା କରିଛନ୍ତି। ତାଙ୍କ ଜୀବନକୁ ସେ ସାର୍ଥକ କରିଛନ୍ତି। କେବଳ ଅଞ୍ଜନା ହନୁମାନଙ୍କର ମା ଅଞ୍ଜନାଙ୍କ ଆଶ୍ରମକୁ ଯାଇନଥିଲେ। ସେଥିପାଇଁ ଅଞ୍ଜନା ଟିକେ ଅଭିମାନ କରିଥିଲେ। ତେବେ ସଜ୍ଜନ, ଆମେ ଜଗନ୍ନାଥ ମନ୍ଦିର କରି ଭାତ ଡାଲି ତରକାରୀ କରି ଆମେ ତାକୁ ଖାଇଲେ ଯେ ଜଗନ୍ନାଥ ଖୁସି ହେଇଯିବେ ଯେ ଯାଉ ମୋ ମହାପ୍ରସାଦ ଇଏ ପାଉଛନ୍ତି। କିନ୍ତୁ ପ୍ରକୃତରେ ସେ ଖୁସି ହେବେ ବୈକୁଣ୍ଠ ସମାନ ପଥେ ସେହି ये भक्ति होती त्यागर प्रति। गीतार मुख्य लोगरे कहिले त्याग ही पुरुष व्याघ्र। जो महात्मा माने एठी बसिछन, एमानकर कोन बाप मा भाई बंधु जमी बारी किछि नथिला। कोन पई समाने से सब त्याग कले। त्याग करिबारु सेमाने आदि वैष्णव रूपे पूजा करछन। तेणु एठी मने रखिबाकू पड़िबो जीवनर धर्म करे तो बहुत कथा लोक कहते, प्रवक्ता माने प्रवचन में कहते, किंतु भरतंकर त्याग आम जीवन पाई, आम परिवार पाई, आम समाज पाई नित्यांत ये गले गोटे भाने गोटे माने भक्ति। भागवत सुंदर भाव कहले बर्तमान बाबा मत से कथा कहते कलि जुगे महाप्रभु चैतन्य को भक्ति प्रीतिर वार्ता दे गले। भागवत से भी कहले देखी भक्ति रे प्रीति नाही आमे भक्ति बहुत प्रकार करमती भक्ति करूँ बर्तमान आप देखिए नाल कूड़े हनुमान मूर्ति टे पूजुची कि ना मुझे मत बड़ा दुख लगे
ये को प्रकार आमे महात्मा मान अति माने जहाँ कौन की अति आदर आमे तांको निमंत्रण करू जदि निमंत्रण कलु से आसिले आमे जदि तांको यथाविधि सम्मान वा पूजार्घ्य न करू ताहले आमे कोन प्रकृत आशीर्वाद पाइबु ये कोन गोटे मनीष पड़िया भक्ति प्रीति नहीं यार से काम लगे पड़े तेणु भक्ति सहित प्रीति निहाती जोटा द्वापर जुगरे गोपी आउ भगवान श्रीकृष्ण भीतर जो सुंदर भक्ति तीर्थ सृष्टि होता से भक्ति आपर से भागवत गोटे आउ गोटे पद अच्छी भक्ति भारत जड़े महान राजा जिते बयस सी राजन्य प्रजा मान कर्मचारी मान डाकी कहले रानी मान डाकी कहले मोर चतुर्थ समय आसे मु जंगल को जी जंगल मु तपस्या कहते बानप्रस्थ से शब्द मुझे निज हाथ रोषे करी निज बासन माजिबी निज लुगापटा को काचिबी निजे झाड़ू धरी माने अड़िया सफा करी एवं प्रत्येक दिन मु गायत्री जप करी टिके आहुति करी जंगल को जीवी जे मुक्ति मार्ग को जावाई चाहूँ किए मना कर तेणु भरत राजा भरत को नहीं गोटे निघंत जंगल भितर गोटे पत्र कुड़िया छाड़िकी अति दुख फेरे राजा भरत से कुटीर भीतर जीवन यापन करते सबुदिने सी गंडुकी नदी को गंडुकी गोटे तीर्थ सी गंडुकी नदी को निजे गोटे माठिया धरी जाती पानी आनती से पानी कौन कौन करुवे कि कौन कर समय सब बेले बड़वा आमे सब निजुक भावु आमे भारी बड़वा मुझे करदेली मुझे करदेली ये सब बाहस्पट गप ये सब गालुआंकर बारबाकी चाष किंतु सबू कथा करे किए सी होती मात्र जड़े से प्रसंग आगे बुझाऊनी ये जल सबुदिन आनती दिने जल आने
ଗୋଟିଏ ଗର୍ଭବତୀ ମୃଗୁଣୀ ତା ପେଟ ଭିତରେ ଗୋଟେ ଛୁଆ ଅଛି। ମୃଗୁଣୀ ଟିକେ ତଳକା ଦଉଛି। ସେ ମୃଗୁଣୀ ପାଣି ପିଇବାକୁ ଆସିଛି। ସେ ରାଜାଙ୍କୁ ଯେମିତି ଦେଖି ପକେଇ ତାଙ୍କ ଶବ୍ଦ ଶୁଣିକି ସେ ଏମିତି ଭାବରେ ଛାନିଆ ହେଇଗଲେ। ସେ ଦେହ ତ୍ୟାଗ କଲା। କିନ୍ତୁ ଅନ୍ୟାନ୍ୟ ପୁରାଣରେ ଆଉ ଟିକେ ଅଲଗା ପ୍ରକାର ଲେଖା ହେଇଛି। ତେବେ ମୋଟାମୋଟି ମୃଗୁଣୀ ମରିଗଲା। ତା ପେଟ ଭିତରୁ ଗୋଟେ ଛୁଆ ଜନ୍ମ ହେଲା। ସିଏ ମୃଗୁଣୀ ଛୁଆଟିକି ନେଇ ଭରତ ଅତି ଯତ୍ନରେ ତାକୁ ପାଳିଲେ। ଯତ୍ନ କରୁଛନ୍ତି। ତା ଭିତରେ ଦେଖୁଛନ୍ତି ଛୁଆଟା ଖାଇ ଏପର୍ଯ୍ୟନ୍ତ ଆସିଲାନି। ବିଲୁଆ ଖାଇଗଲା କି ହେଟା ବାଘ ଖାଇଗଲା ଏମିତି ଭାବୁଛନ୍ତି। କିନ୍ତୁ ସେ ଫେରି ଆସେ। ସଜ୍ଜନ ଆମେ ଯାହା ଜୀବନରେ ଭାବୁ ବା ଭାବିବୁ ତାହା ଯେ ନିଶ୍ଚୟ ପୂର୍ଣ୍ଣ ହବ ସେ କଥାର ଗ୍ୟାରେଣ୍ଟି କିଛି। ଆମ ଇଚ୍ଛା କେତେ ପୂର୍ଣ୍ଣ ହବ କେତେ ଅପୂର୍ଣ୍ଣ ରହିବ ତାକୁ ଯିଏ କହିଥାଏ ସିଏ ହଉଛନ୍ତି ଗୁରୁ, ସିଏ ହଉଛନ୍ତି ଭଗବାନ। ଆମେ ତ ଭଗବାନଙ୍କୁ ଦେଖିନୁ, ଭଗବାନଙ୍କୁ ଦେଖିଛୁ ତଥାପି ଆମେ ଦେଖିନୁ। ଆମେ ଭଗବାନ ମାନୁ। ସୂର୍ଯ୍ୟଙ୍କୁ, ପବନକୁ, ସମୁଦ୍ରକୁ, ଧରିତ୍ରୀକୁ, ଅଗ୍ନିକୁ ଯଦି ଆମେ ଦେଖୁଛୁ ବା ତାଙ୍କ ସ୍ପର୍ଶ ପାଉଛୁ ତାହେଲେ ଭଗବାନଙ୍କୁ ଆମେ ଦେଖୁଛୁ। କିନ୍ତୁ ଆମେ ମାନୁନୁ। ଆମେ ଭାବୁଛୁ ଆ ପରେ ଗୋଟେ ଆଉ ଗୋଟେ ଭଗବାନ କିଏ ଅଛି। ଯଦି ଆମେ ଆମ ବାପା ବୋଉଙ୍କୁ ଦେଖିଲୁ ସିଏ ମଧ୍ୟ ଜଣେ ଆମ ପାଇଁ ପ୍ରଥମ ଭଗବାନ। ସିଏ ଆମେ ତାକୁ ମାନୁ। ମାନିଲେ ଠାକୁର, ନ ମାନିଲେ ମୃଗୁଣୀ ଛୁଆଟିଏ ଜନ୍ମ କରି ଦେହ ତ୍ୟାଗ କଲା ପବିତ୍ର ତୀର୍ଥ ଗଣ୍ଡୁକୀ ନଦୀରେ। ସେଇ ଛୁଆଟିକୁ ନେଇକି ଭରତ କୁଟୀରକୁ ଆସିଲେ। ସବୁବେଳେ ସେ ଚଞ୍ଚଳ ମନା। ଜପ ବେଳେ, ଯଜ୍ଞ ବେଳେ, ଯୋଗ ବେଳେ ସେଇ ଛୁଆଟି କଥା ତାଙ୍କର ମନେ ପଡେ। ଦିନେ ସିଏ ଆଉ ଫେରିଲା। ସଜ୍ଜନ ସିଏ ମୂର୍ଖ କିଏ ଆଉ ସେ ମୂର୍ଖଙ୍କର ଛୁଆଟା କିଏ ତାକୁ ବି ବୁଝିବାକୁ ପଡିବ। ଭାଗବତ ହଉଛି ତତ୍ଵର ମହୋଦୟ। କର୍ମ, ଜ୍ଞାନ, ଭକ୍ତି ହଉଛି ଆମ ମାନବ ଜାତିର ଶ୍ରେଷ୍ଠ ଧର୍ମ। ଯିଏ କର୍ମ ନିନ୍ଦୁକ, ଶାସ୍ତ୍ର ନିନ୍ଦୁକ ଆଉ ଭକ୍ତି ପରିଜାଣନ୍ତି କରେ ସିଏ ଗୋଟେ ମଣିଷାକୃତି ପଶୁ। ସେ ଭାଗବତରେ ଗୋଟେ ପଦ ଅଛି, ହରି ବିମୁଖ ପ୍ରାଣୀ
ପାଏ। ହରି ଶବ୍ଦର ଅର୍ଥ ହେଉଛି ମର୍କଟ। ଗୋଟିଏ ମର୍କଟ କେବଳ ହରି ରୂପରେ ଆବିର୍ଭାବ ହୋଇ ଶ୍ରୀରାମ ରୂପଂ ଆଉ ଗୋଟେ ହରି ଜନ୍ମ ହେଇଥିଲେ। ହରି କହିଲେ ଅନନ୍ତ ନାଗ। ସେ କୋଉ ଜନ୍ମ ହେଇଥିଲେ? ରାମଙ୍କର ଭାଇ ରୂପରେ। ତାଙ୍କ ନାଁ ହଉଛି ଲକ୍ଷ୍ମଣ। ସିଏ ହଉଛନ୍ତି ହରି। ଆଉ ଗୋଟେ ହରି ଜନ୍ମ ହେଇଥିଲେ ସିଂହ ରୂପରେ। ହରି କହିଲେ ସିଂହ। ସେ ସ୍ତମ୍ଭରୁ ବାହାରିଥିଲେ ପ୍ରହ୍ଲାଦଙ୍କ ଭକ୍ତ। ତେଣୁ ଜଗନ୍ନାଥ ଦାସ ପୁରୀରେ ଭାଗବତ ଲେଖିଲେ 7 ଲହରୀ ମଠରେ। କିନ୍ତୁ ଲେଖୁ ଲେଖିଲେ ନମଇ ନୃସିଂହ ଦେଖନ୍ତୁ, ଆମେ ଯେତେବେଳେ ବାୟାଙ୍କ ପାଖରେ ସବୁ କେତେ ଥର ବହିଛୁ, ବାୟା ତାଙ୍କର ସବୁ କଥାବାର୍ତ୍ତା ଏମିତି ହଉଥିବେ, ମଝିରେ ମଝିରେ କହୁଥିବେ ହରିବୋଲ ହରିବୋଲ। ଆଜି ସେ କଥା ଆମର ମନେ ପଡୁଛି। ତେବେ ହରିବୋଲ ଏଇ ଯୋଉ କଥାଟା କେଡ଼େ ବଡ଼ କଥା। ସତ୍ୟରେ ନରହରି। ହରି କହିଲେ ସିଂହ, ନରସିଂହ ଅବତାର। ତ୍ରେତୟାରେ ରାମ ହରି, ଲକ୍ଷ୍ମଣ ମଧ୍ୟ ହରି, ହନୁମାନ ବି ହରି। ଇଏ ସାପର ଅବତାର, ଅନନ୍ତ ନାଗର ଅବତାର, ଆଉ ସିଏ ହଉଛନ୍ତି ବାନର ଅବତାର। କିନ୍ତୁ ହନୁମାନଙ୍କୁ କେବେ ବି ମର୍କଟ କରି ଭାବିବନି, ଭାବିଲେ ଭୁଲ ହେଇଯିବ। ମାତୃଗର୍ଭରେ ସନ୍ତାନ ଯେତେବେଳେ ଜନ୍ମ ହୁଏ, 4 ମାସ କି 3 ମାସ ଭିତରେ ହନୁମାନଙ୍କର ଯେମିତି ଲାଞ୍ଜ ସେମିତି ଗୋଟିଏ ଲାଞ୍ଜ ଆମର ବି ସବୁ ମାତୃଗର୍ଭରେ ଥିଲା। ଆପଣ ଡକ୍ଟର ମାନଙ୍କୁ, ଶିଶୁ ବିଭାଗ ଗାଇନିକ୍ ମାନଙ୍କୁ ପଚାର। ତେଣୁ ସଜ୍ଜନ, ଯେତେବେଳେ ରାମ ହରି, ତାପରେ ଦ୍ୱାପରରେ ରାଧା ହରି। ହରି କହିଲେ କୃଷ୍ଣ। সেই পদগুড়িক কালি মু কহিছি, তথাপি আউ ଥରେ কହୁছি। নমই নৃসিংহ চরণ অনাদি পরম হীরা বিদ্যুত কয়েবর দেব মানবে মায়া সংসারে যা নাম ভব করুণা কটাক্ষ ভকত সে হরি চরিত
যা নাম ভবজয়ে বেড়া। তেଣୁ ରାଧା କୃଷ୍ଣ ସତ୍ୟରେ ଲକ୍ଷ୍ମୀ ନୃସିଂହ, ତ୍ରେତୟାରେ ରାମ ହନୁମାନ, ଦ୍ୱାପରରେ ରାଧା କୃଷ୍ଣ ବା ଗୋପୀ କୃଷ୍ଣ, କଳି ଯୁଗରେ କିଏ ଶ୍ୟାମାନନ୍ଦ କହିଥିଲେ ସେ କଥା ଗୌର ହରି ହରି লেখা হয়েছে শাস্ত্রে সত্যে দৈত্য পুরাধীনাথম সূর্যং চারি যুগরে হরি। সজ্জন ইয়ে হরি শব্দর ଆଉ ଏକ ଅର୍ଥ ଅଛି। ମୁଁ ଯେତେବେଳେ ଜନ୍ମ ହେଇଥିଲି ମୋର ଗୋଟିଏ ବର୍ଷ, ଆଜି କେତେ ବର୍ଷ ହେଲା ମୁଁ ତ ମୋ ବର୍ଷ କଥା ମୁଁ କାହାକୁ କହିନି। ମତେ ଏତିକି ବର୍ଷ ହେଲା ବୋଲି ତମେ ଯୋଉ କହିଲ, ଆଉ ଯୋଉ ବର୍ଷ ଗୁଡାକ ଗଲା ତାକୁ କିଏ ନେଇଗଲା? ତାକୁ ନେଇଗଲେ ସେଇ ହରି। ଜନ୍ମ ଦେଇଥିଲେ ହରି, ପ୍ରତ୍ୟେକ ମୁହୂର୍ତ୍ତ ହରି ବା ଚାଲି ଯାଉଛି, ତାକୁ ନଉଛି କିଏ? ହରି। ଜୀବ କୁଆଡେ? ଆମ ଶେଷ କୋଉଠି? ସେଇ କ୍ଷୀରାବ୍ଧି ସମୁଦ୍ରର ଅନନ୍ତ ନାଗ, ସେଇଠିକି ଆମେ ସବୁ ଯାହାକୁ ଗୀତା କହିଛନ୍ତି। ମୁଁ ତାକୁ କହୁନି, ଗୋଟା ସମୟ ବିଳମ୍ବ ହବ। ତେବେ ନମଇ କେତେ ସୁନ୍ଦର କଥା। ନମଇ ନୃସିଂହ ଚରଣ ନମସ୍କାର କର। ବିଛଣାରୁ ଉଠିବା ମାତ୍ରକେ ହୃଦୟକୁ ଚିନ୍ତନ କରି ନମସ୍କାର କର। ହେ ଉଦ୍ଧବ, ମୁଁ ବା ତମ ହୃଦୟରେ ଅଛି, ଆଉ ଗାଧେଇ ପାଧେଇ କଣ ମନ୍ଦିରକୁ ଯିବ? ବିଛଣାରୁ ଉଠିବା ମାତ୍ରକେ ହୃଦୟକୁ ନମସ୍କାର କର। ଜଳଙ୍କୁ ଗାଧେଇଲା ବେଳେ ଗଙ୍ଗାଙ୍କୁ ନମସ୍କାର, ତାପରେ ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ନମସ୍କାର କର। ଯଦି ଏସବୁ କଥା ହେଲା, ଯଦି ଗୃହରେ ଅତିଥି ଆସିବେ, ଜଣେ ବୈଷ୍ଣବ ମୂର୍ତ୍ତି ଆସିଲେ, କିମ୍ବା ଜଣେ ଅନ୍ତରଙ୍ଗ ବନ୍ଧୁ ଆସିଲେ, କିମ୍ବା ଜଣେ ଅଭାବୀ ମଣିଷ ଆସିଲେ, ଆଜି ଗୁରୁବାର ମୁଁ ତମକୁ ଖାଇବାକୁ ଦେବିନି। କୁଆଡ଼େ ଆଇଛ? ମୋର 100 ଟଙ୍କା ଦରକାର ଅଛି, ଟିକେ ଧାର ଉଧାର ଦିଅନ୍ତୁ। ନା ଆଜି କି ବାର? ନା ଆଜି ଗୁରୁବାର। ଗୁରୁବାର କଣ ଟଙ୍କା ଦିଅ?
ଏଡ଼େ ବଡ଼ ପଣ୍ଡିତ ତମେ, ଅତିଥି ଫେରିଗଲେ, ଅତିଥି ଜଷ୍ଟ ମଗ୍ନାସ ପୁନର୍ମାଦାୟ ତମ ପୁଣ୍ୟରାଗ ନେଇ ପଳେଇଲେ। ତା 2 ଘଣ୍ଟା ପରେ ତମ ପେଟ କାମୁଡ଼ିଲା, ଆମ୍ବୁଲାନ୍ସ ଆଇଲା, ତା ଭିତରେ ବସିଲ ଡାକ୍ତରଖାନାକୁ। ଆଜିବା ଗୁରୁବାର ଡାକ୍ତରଖାନା ଗଲ କାହିଁ? ଡାକ୍ତରଙ୍କୁ ପୁଣି ଯୋଉ ମେଡିସିନ ଲେଖିଲେ ତାକୁ ପଇସା ଦେଇ କିଣିଲେ ନା କହିଲେ ଆଜି ଗୁରୁବାର ମାତ୍ର ପଇସା ଦବନି କାଲିକି ଦବ? ଅନ୍ଧବିଶ୍ୱାସରୁ ଦୂରେଇ ଯାଅ। ଯଦି ଭାଗବତ ଶୁଣୁଛ, ଗୀତା ଶୁଣୁଛ, କୀର୍ତ୍ତନ କରୁଛ, ଏଇ ପଡ଼ିଆରେ କେତେ କଥା ହଉଛି, ବଢିଆ ସିନା ଆସିପାରୁନି, କିନ୍ତୁ ମୋ ଅଞ୍ଚଳରେ କୋଉଠି କଣ ହଉଛି ମୋ କାନରେ ସବୁ କଥା ପଡେ। ମୁଁ ଅନେକଙ୍କୁ ପଚାରିକିରି ବୁଝେ। ତେଣୁ ଯଦି ସତସଙ୍ଗ ଜୀବନରେ କର, ତମେ ଗୁରୁବାର, ଆଜି ସଂକ୍ରାନ୍ତି, କାଲି ମାସନ୍ତ, ଆମେ ତମକୁ ଦବୁନି, ଏରା ସବ ବେକାର। ଭାଗବତ କଣ କହିଲେ ସେଇଟା ଆମେ ଭାଗବତ କଥା କହିବା କଥା। ଆଉ ମୁଁ ସତ କହୁଛି, ମୁଁ ସାରୁକୁ ଅନଉନି କି ଆଳୁକୁ ଅନଉନି। ଆପଣ ଦେଖୁଛନ୍ତି ମୁଁ କୁଆଡ଼କୁ ଅନି, ଆପଣଙ୍କ ଆଡକୁ ସିଧା। ଆଳୁ କାହିଁ ଅନଉ, ଆଳୁ କାହିଁ ଅନଉନି? ସବୁ ଯାକ ସାରଦା ସମସ୍ତଙ୍କ ଭିତରେ ରହିଛି। ସେଇ ଭଗବାନଙ୍କର ପବିତ୍ର କଥା। ମୁଁ ଏଡ଼େ ବଡ଼ ଜ୍ଞାନୀ ନୁହଁ, ମୁଁ ସିନା ଏମିତି ଆପଣମାନଙ୍କୁ ଟିକେ କହିଦଉଛି, କିନ୍ତୁ ସେମାନଙ୍କୁ ମୁଁ କହୁନି। କିନ୍ତୁ ସେମାନଙ୍କର ଉପସ୍ଥିତିରେ ମୋ କଥାକୁ ମୁଁ ଅନୁମୋଦିତ କରୁଛି। ଯଦି ଭୁଲ କରୁଥିବି ସେ ମତେ ପରେ କହିବେ ଏଇଟା ଭୁଲ କର। ତେଣୁ ସଜ୍ଜନ ଭାଗବତରେ କଣ କହିଲେ? ସେ କହିଲେ ଗୋଟି ଗୋଟି କହିଲେ ସୂର୍ଯ୍ୟ ତାର ମୂଳ ଫଳ ଛାଡ଼ିଗଲେ ଆମକୁ ଅତି ସରଳ ଭାବରେ ବୁଝେ। ପ୍ରତ୍ୟେକ ଦିନ ତମ ଘରେ ଯୋଉ 20, 30, 32 ଫଟୋ ସବୁ ରଖିଛ, ପୁଳାଏ ଫୁଲ ଛିଣ୍ଡଉଛ, ପୁଳାଏ ଚନ୍ଦନ ଘୋରୁଛ, ଏଗୁଡ଼ା ଟିକେ ଦରକାର। ଗୋଟିଏ ଫଟୋ ରଖ, ଗୁରୁଦେବଙ୍କର ଗୋଟେ ଫଟୋ ରହିବ, ଇଷ୍ଟମୂର୍ତ୍ତିଙ୍କର ଗୋଟେ ଫଟୋ ରହିବ। ତମେ ଯୋଉ ଦେବୀ ଯୋଉ ଦେବତାଙ୍କୁ ଡାକିବ ତମକୁ ଶୁଭିବନି, ସିଏ କିନ୍ତୁ ଶୁଣିବେ। ଜଗନ୍ନାଥଙ୍କର କାନ ନାହିଁ, ଆପଣ ଦେଖିଛନ୍ତି? କୋଉ ଜଗନ୍ନାଥଙ୍କର କାନ ଅଛି?
ତାହେଲେ ଆପଣ ଲକ୍ଷ ଲକ୍ଷ ଲୋକ ସେଠି କାହିଁ ଯାଉଛନ୍ତି? আমার କାନ ନାହିଁ। ତମେ ଯୋଉ ପ୍ରାର୍ଥନା କରୁଛ ତାକୁ ସେ କେମିତି ଶୁଣିବେ? ତେଣୁ ସଜ୍ଜନ ତାଙ୍କର କାନ ନାହିଁ, ଅର୍ଥ ତାଙ୍କର କାନ ଅଛି, ତମେ ଦେଖିପାରୁଛ। ତାଙ୍କର ହାତର ପାପୁଲି ନାହିଁ, ହାତଟା ଏମିତି ରହିଛି, ତମେ ଏଇଟାকে ଦେଖୁଛ। ହାତଟା କେତେ ବାଟ ଲମ୍ବିଛି, କେତେ କିଲୋମିଟର କି କେତେ ମାଇଲ ଲମ୍ବିଛି, ତାକୁ ମାପିଛ। ଗୀତା କହିଲେ ସର୍ବକୁ ଭାଇ ଭାବନ୍ତ ଗୀତାରେ ଆଉ ଗୋଟେ ବଢିଆ ଶ୍ଲୋକ କହିଲେ ସର୍ବସ୍ୟ ସବୁଠାରେ ସେ ଅଛନ୍ତି। ଜଳସ୍ତବନ ଗିରି ଆକାଶ, ତାଙ୍କ ଲୀଳା ସବୁଠାରେ ପ୍ରକାଶ। ଆଉ ତମେ କଣ କହୁଛ କାନ ନାହିଁ? ତମର କାନ ଅଛି। ଆଉ ଯଦି କାନ ନାହିଁ ସେ ଯନ୍ତ୍ର ନଗେଇଛ ନା ଜଗନ୍ନାଥ କାନ ତ ଜମା ନାହିଁ, ଆଉ ଯନ୍ତ୍ର ପଶିବ କେମିତି? ତେଣୁ ସେ ଜଗନ୍ନାଥ ପୃଥିବୀର ଏକମାତ୍ର ବୈଚିତ୍ର୍ୟମୟ ଦେବତା ହେଉଛନ୍ତି ଜଗନ୍ନାଥ। ଆମେ କୋଉ କୁଆଡ଼େ ଯଦି ପଶିବ ମୁଁ ସେ ନେଇ ମତେ ଭାବେ। ମନେ ରଖନ୍ତୁ, ଜ କହିଲେ ଜନାର୍ଦ୍ଦନ ସମସ୍ତଙ୍କୁ ଯେ ଖାଇବାକୁ ଦିଏ। ଆସନ୍ତା କାଲି ସେ ବିଷୟରେ ଟିକେ କହିବେ। ଗ କହିଲେ ଗତିଦାତା, ଗତି ବିଭକ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ। ନା କହିଲେ ନାରାୟଣ ଧୈର୍ଯ୍ୟ ବୃଦ୍ଧିପାରେ ସକଳ ମର୍ଯ୍ୟାଦା। এই চারটি অক্ষরে চারটি সন্ধ্যা আলোচনা হব। আপন মানে নিজে জানি পারিবে না বুঝি পারিবে କୋଉ ବିନାଇ ତାଙ୍କ ନାଁ ଦେଇଥିଲା ଜଗନ୍ନାଥ, ସେ ନାଁରେ ପୁଣି ଏତେ କଥା ଅଛି। ଆଉ ଏମିତି ଆମେ ମୁଁ ଜଗନ୍ନାଥଙ୍କୁ ଦର୍ଶନ ଯାଇଥିଲି, କଣ ଦେଖିଲେ ଜଗନ୍ନାଥଙ୍କୁ ଦର୍ଶନ? ଏୟା ଦେଖିଲି ସେୟା ଦେଖିଲି ଅଭଡ଼ା ଖାଇଲି, ସେଠୁ କଣ ଗଜା ଖାଇଲି ଆଇଲି, ଏଇଆ। ଏଇ ହଉଛନ୍ତି ଜଗନ୍ନାଥ। ପୁରୀ ଠାରୁ ଛରବ ପୁରୀ ପରି ସବୁ
হানি প্রতিষ্ঠান ତେବେ ସଜ୍ଜନ କଥାଟା ଥିଲା ନମଇ ନୃସିଂହ ଚରଣ। କୋଉ ଯାକେ ସେ ପାଠ ପଢିଥିଲେ ସେ ଏମିତି ଗୋଟିଏ ଶବ୍ଦ ଲଗେଇଲେ ଜଗନ୍ନାଥ ଦାସ ଜଗନ୍ନାଥଙ୍କ କ୍ଷେତ୍ରରେ ଏତେ କଥା ତାରି ଭିତରେ ଅଛି। ଆମେ ବେଳେବେଳେ ଭାବୁଛୁ ସେ କାହିଁକି ଲେଖିଲେନି ନମଇ ଶ୍ରୀକୃଷ୍ଣ ଚରଣ, ନମଇ ନୃସିଂହ ଚରଣ। ଜଗନ୍ନାଥ କିଏ? ସ୍ୱୟଂ ନୃସିଂହ। ନମୋ ନୃସିଂହ ରୂପାୟ ଦିବ୍ୟ ରୂପାଧରାୟ। ଜଗନ୍ନାଥ ହଉଛନ୍ତି ସ୍ୱୟଂ ନୃସିଂହ। ନଅଟି କଣ? ନଅଟି ହଉଛି ଗୋଟେ ହଉଛି କେତେ ଅର୍ଥ ତାର ଅଛି, ମୁଁ ଗୋଟା ଦିଟା ତିନିଟା ଜାଣିଛି କି ବୁଝିଛି। ନା ନ କହିଲେ ଶୂନ୍ୟ, ଶୂନ୍ୟକୁ ଧ୍ୟାନ କର। ଯେଉଁ ଶୂନ୍ୟ ନିରାକାର ଭିତରେ ସେଇ ଅପ୍ରାକୃତ ପ୍ରେମ ମୂର୍ତ୍ତି ସୂକ୍ଷ୍ମ ରୂପରେ ଅଛନ୍ତି। ଇଏ ହଉଛି ନ। ଆଉ ନ କଣ? ନମସ୍କାର କର। ଗୁଡ୍ ମର୍ଣ୍ଣିଂ, ଗୁଡ୍ ନାଇଟ୍ ଏସବୁ ନୁହଁ। মন্ননা ভগবত ভক্ত মদ জাতি মান নমস্কার কর। ଆଉ ନ କର? নম্রতা গুণକୁ ଆଚରଣ କର। অহংকার বলম দর্পম কামম ক্রোধম পরিগ্রহম বিমুচ্য নির্মম শান্ত ব্রহ্ম ଆହୁରି କେତେ କଥା ଅଛି ଆଉ ତାକୁ କରିବା ନ କରି ତ ବୁଝିଲେ ମୋଟାମୋଟି। ନାସାଦ୍ୟକୁ ଧ୍ୟାନ କର। ତାପରେ ମକୁ ଯିବ। ମ କହିଲେ ମସ୍ତିଷ୍କ। মস্তিষ্কর এই ভুল্লতা দ্বৈর মধ্যে হিন্দু রূপ বিরাজিত। ম এই যে ভুল্লতা দিটা যাই অছি তা মঝিটা হচ্ছে ললাট চক্র, সে হচ্ছে ম। তারপরে আসিলে ईटिके ईश्वर ताको घर कोठी ईश्वर को घर को ईश्वर सर्वभूतानां भूते स्वजुन तिष्ठति। এই হৃদয় হଉଛି ଈଶ୍ୱରଙ୍କର ଘର। ତେଣୁ ଏ ହୃଦୟକୁ ଟିକେ ଚିନ୍ତା କର। ଆଉ ଈଶ୍ୱର କିଏ? ଗୁରୁଙ୍କୁ ନମ ନିବର୍ଣ୍ଣ
ସବୁ ଗୋଟେ ପୂଜିବ ଈଶ୍ୱରଙ୍କୁ ଖୋଜୁଛ କଣ? ତମ ଘରେ ଈଶ୍ୱର, ଆମ ଘରେ ଈଶ୍ୱର, ସବୁଠି ତ ଈଶ୍ୱର। ଆଉ ଆମେ ସବୁ ଯାହା କରୁଛୁ ସେଟା କହିଲେ ଆପଣମାନେ ମୋ ଉପରେ ଲାଗିବେ। ସେ ଗୋଟେ ଗୋଟେ ଭକ୍ତ ଆସିଥିଲା ବହୁତ ଦିନ ତଳର କଥା। ଜଗନ୍ନାଥଙ୍କୁ ସେ କାଳେ 1,00,000 ଟଙ୍କାର ଭୋଗ ଦବ। ସେ 1,00,000 ଟଙ୍କା ଭୋଗ ଯୋଗାଡ଼ କରୁ କରୁ 1,00,000 ଟଙ୍କାର ଭୋଗ ଜମା ହେଲାନି। ଏଇ 5-10,000 ଭିତରେ ରହିଲା। ଜଗନ୍ନାଥଙ୍କୁ ସେ ପ୍ରାର୍ଥନା କଲା, ମୁଁ ଏତେ ବାଟରୁ ଆସିଥିଲି 1,00,000 ଟଙ୍କା ନେଇ, କଣ 1,00,000 ଟଙ୍କାର ଭୋଗ ଆପଣଙ୍କ ସୃଷ୍ଟିରେ ନାହିଁ? ଜଗନ୍ନାଥ ଗୋଟେ ମାୟା ମନୁଷ୍ୟ ରୂପ ଧରି କହିଲେ, ମୋର କିଛି ଭୋଗ ଦରକାର ନାହିଁ, ଗଜ ମୁକ୍ତାର ଚୂନରେ ଗୋଟେ ପାନ ମତେ ଦେଇଲେ ମୁଁ ସେତିକିରେ ଗଜ ଖୋଜୁ ଖୋଜୁ ଗଲା 1,00,000। କି ପଦାର୍ଥ ଏମିତି ଖୋଜୁ ଖୋଜୁ 1,00,000 ଟଙ୍କା ଯାଇକିରି ଆଉ 1,00,000 ଟଙ୍କା ବି ଗଲାନି। କିନ୍ତୁ ଗଜ ମୁକ୍ତାର ଚୂନ ଜଗନ୍ନାଥଙ୍କୁ ସେ ଦେଇପାରିଲେ। ଅନନ୍ତ ନାମେ କହିଲେ ନାସାଗ୍ରକୁ ଧ୍ୟାନ କର, ମ କହିଲେ ତ୍ରିକୁଟକୁ ଲଲାଟ ଚକ୍ରକୁ ଧ୍ୟାନ କର, ଇ କହିଲେ ହୃଦୟକୁ ଧ୍ୟାନ କର। ଯାହାକୁ ତମେ ଭଲ ଭାବୁଛ ତାକୁ ଧ୍ୟାନ କର। ଏଇ ଯୋଉ ଯାହାକୁ ଚିନ୍ତା କରିବ ସିଏ ଧ୍ୟାନ କରିବ, ଠିକ, କିନ୍ତୁ ଭୁଲ ଚିନ୍ତା କର। ଯେତେବେଳେ ରାଜା ଭରତଙ୍କ ପାଖରୁ ମୂର୍ଖଟା ଦୂରେଇ ଗଲା, ସିଏ ମୂର୍ଖ ହେଇକି ସିଏ ବି ତାଙ୍କ ଦେହ ତ୍ୟାଗ କଲେ। ଏ ଭାଗବତ ବର୍ଣ୍ଣିତ କଥା। ଏଇ ଭାରତ ବର୍ଷର ଗୋଟିଏ ଭରତଙ୍କର ସିଏ ଯେତେବେଳେ ଜନ୍ମ ହେଲେ ଗୋଟେ ମୂର୍ଖୁଣୀ ଜନ୍ମ ହେଲେ। ଯେହେତୁ ମୂର୍ଖୁଣୀ ରୂପକୁ ଚିନ୍ତା କରି କରି ତାରି ଗୁଣ ନୀଳାକୁ ସ୍ମରଣ କରୁ କରୁ ସେ ମଲେ, ତେଣୁ ମୂର୍ଖୁଣୀ ଜନ୍ମ ହେଲେ। ମୂର୍ଖୁଣୀ ଜନ୍ମ ହେଇ ଜଙ୍ଗଲରେ ବୁଲୁଥିଲେ। ଦିନେ ଗୋଟେ ଯୋଉ ଶବର ଧନୁଶର ଧରିକିରି ମୃଗ ଶିକାର କରିବାକୁ ଆଇଛି। ଦେଖିଲେ ଗୋଟେ ସୁନ୍ଦର ମୂର୍ଖ, ତା ପଛରେ ଗୋଡ଼େଇଲେ। ଆପଣ ତ ଜାଣିଛନ୍ତି ଏ ମୃଗକୁ ନେଇ ବହୁତ କଥା। ସୀତା ବି ଅର୍ଗରେ ପଡ଼ିଗଲେ, ରାମ ବି ପଡ଼ିଗଲେ, ଲକ୍ଷ୍ମଣ ବି ପଡ଼ିଗଲେ, କିନ୍ତୁ ରାବଣ ପଡ଼ିନି। ତେଣୁ ସେ ପ୍ରସଙ୍ଗ ରାମାୟଣ କଥା। ପୁଣି କେତେବେଳେ ସମୟ ହେଲେ ମୁଁ ରାମଚରିତ୍ର ମାନସ କହିଲି। ମୋର ଗୋଟେ କରିଛି ରାବଣ ଚରିତ୍ର ମାନସ। ସେ ରାବଣ ଚରିତ୍ର ମାନସରେ
ଯେ ରାମକୁ ଆମେ ମାନେ ଗୋଟେ ଜ୍ଞାନ କରିଛୁ ତା ନୁହେଁ, ରାବଣ ମଧ୍ୟ ଆମଠାରୁ କେତେ ଗୁଣରେ ମହାନ। ତେଣୁ ଇଏ ମୂର୍ଖକୁ ନେଇକି ବିଭିନ୍ନ କଥା ହେ ମକୁରଙ୍ଗୀନ ପୂର୍ବ। ଆଚ୍ଛା ଇଏ ଯୋଉ ଶବରଟି ଗୋଡେଇଲେ ସିଏ ଦୌଡ଼ିକିରି ଯାଇ ଗୋଟାଏ ଜଙ୍ଗଲର ଲତା କଣ୍ଟା ଏମିତି ଜାଗାରେ ତା ସିଂହଟା ଛନ୍ଦି ହେଇଗଲା, ଆଉ ସେ ଯାଇପାରିଲାନି। ଏକାଗ୍ରତାର ସହିତ ସେ ପୁଣି ସେଇ ଅନନ୍ତଙ୍କୁ ବା ସେଇ ସ୍ରଷ୍ଟାଙ୍କୁ ସେ ପ୍ରାର୍ଥନା ଯେତେବେଳେ କରିଛି ସେତେବେଳେ ତାର ପୂର୍ବ ଜନ୍ମ ତାର ମନେ ପଡ଼ିଲା। କଣ ପୂର୍ବ ଜନ୍ମ? ମୁଁ ମୂର୍ଗୁଣୀ ନୁହ, ମୁଁ ହଉଛି ଭାରତର ଭରତ। ମୁଁ ତପସ୍ୟାକୁ ଆସିକିରି ମୂର୍ଖ ପଛରେ ଧାଇଁ ଶେଷରେ ମୁଁ ମୂର୍ଖ ହେଲି। ସେଇ ଭାଗବତରେ କୁହାଯାଏ ବିଷୟା ଯାହାର ଆମେ ସବୁ ସେଇ ମୂର୍ଖ ପଥରେ ଦୌଡୁ। ତେଣୁ ମୂର୍ଖୁଣୀ ତାର ରୂପ ଚିନ୍ତା କଲା, ମୁଁ ଥିଲି ରାଜା ଭରତ। ସେ ପୁଣି ତାର ଯୋଗ ବଳରେ ସେ ମୂର୍ଖୁଣୀ ଦେହ ତ୍ୟାଗ କଲା। ସେଇ ଯୋଉ ଦେହ ତ୍ୟାଗଟି କଲା କୁଣ୍ଡନ ହେଲା। ଗୋଟେ ବ୍ରାହ୍ମଣ ପରିବାରରେ ଜନ୍ମ ହେଲା, କିନ୍ତୁ ମାନେ ମୂଳ କଥା କହିପାରୁନି କି କାନକୁ ଶୁଭୁନି, ପୁରା ଖାଉଛି ବୁଲୁଛି। ଖାଉଛି ବୁଲୁଛି, ପିମ୍ପୁଡ଼ିଟିଏ କି ଜହ୍ନାଟିଏ ତା ପାଦ ତଳେ ପଡ଼ି ମରିଯିବେ, ସେଥିପାଇଁ ସେ ଟିପେଇ ଟିପେଇ ଜାଣୁଛି ଜୀବ ପ୍ରତି ଏତେ ଦୟା। ସେଇ ଭାଗବତରେ ଅଛି ଜୀବରେ ଯାର ଦୟା ଆମେ ସମସ୍ତେ ଚାଙ୍ଗା। ଜ୍ୟୋତିଷ ମାନେ କହୁଛନ୍ତି ତମର ପ୍ରଭାବ ପଡିଛି ରାହୁ ଦଶା ମହାଦଶା, ତମେ ଚାଙ୍ଗାଳି ବୋଧନ କର। ମୁଁ ଜଣେ ଜ୍ୟୋତିଷଙ୍କୁ କହିଲି, ହସି ହସିକିରି କହିଲି, ତମେ ବା ନିଜେ ଚାଙ୍ଗାଳ। ଯୋଉ ଗାଁକୁ ଯିବ ସେଠି ଚାଙ୍ଗାଳ। କେବଳ ସେମାନେ ଚାଙ୍ଗାଳ କଣ? ସିଏ ଯେତେବେଳେ ମୂର୍ଖ କି କଣ ମାରୁଥିଲେ, ତମେ ପରା ବର୍ତ୍ତମାନ କୁକୁଡ଼ା, ଛେଳି, ମେଣ୍ଢା, ଗାଈ ମାଛ। ଆଉ ଚାଣ୍ଡାଳ ତ ବର୍ତ୍ତମାନ ପୃଥିବୀ ଯାକ, ଆଉ ଚାଣ୍ଡାଳି ଭୋଜନ କଣ କରେ? ତେଣୁ ସଜ୍ଜନ, ସବୁଠାରୁ ବଡ଼ କଥା ହଉଛି ବିବେକାନନ୍ଦ ଥରେ କହିଥିଲେ, ଜୀବ ସେବା କରେ ଯେଉଁ সেই জন সেবিতে। তেণু নময়ী নাসাগ্র ত্রিকুট ଆଉ ହୃଦୟ, ये ତିନୋଟି ପଏଣ୍ଟକୁ ଧ୍ୟାନ କର। କିଛି ଦରକାର ନାହିଁ, 5-10 ମିନିଟ ଦରକାର, 5 ମିନିଟ ହେଲେ ଦରକାର।
ଆଉ ଜମା କିଛି ନ କରିବ କେମିତି ହବ? ତେଣୁ ନମୋଇ ନୃସିଂହ ଚରଣ, ଏଇ ନୃସିଂହ ଶବ୍ଦ ଆଉ ଏକ ଅର୍ଥ ହଉଛି ଯିଏ ଭଲ ମଣିଷ, ସମାଜ ଭିତରେ ଭଦ୍ର ମଣିଷ। ଏଇ ସମାଜ ଭିତରେ ଯୋଉମାନେ ସାଧୁ ସନ୍ଥ ସାଧକ ବୈଷ୍ଣବ, ତେଣୁ ସେମାନଙ୍କ ସହିତ ସଙ୍ଗ ଲାଭ କର। ଯଦି ଜୀବନରେ ଆମେ କିଛି ଆଉ ଆମେ ଗଙ୍ଗାରେ ଗାଧେଇ ପଡୁ, ପୁଣି ଆସି ପାପ କରୁ, ପୁଣି ଗଙ୍ଗାରେ ଗାଧେଇ ପଡୁ, ଏଇଟା କଣ କଥା? ଏମିତି ଚରିତ୍ର ଆମର ହଉ, ଆହାର ନିଦ୍ରା ମୈଥୁନ ଇଏ ସବୁକୁ ସଂଯମ କରିବ। ତେଣୁ ନମଇ ନୃସିଂହ, ଭଲ ମଣିଷ, ନରୋତ୍ତମ। ଆଉ ଜଗନ୍ନାଥ ହଉଛନ୍ତି ସ୍ୱୟଂ ବ୍ରହ୍ମ ପୁରୁଷୋତ୍ତମ, ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ। ଆଚ୍ଛା ଆଚ୍ଛା, ମୁଁ ବହୁତ କହିଲି, ଆଉ କହିବାନି। ସାଧୁ ସନ୍ଥ ମାନେ ତାଙ୍କ ଆଶ୍ରମ ଯିବେ, ଆମେ ବି ପାରାଦୀପ ଯିବୁ। ଆଉ ଆଜିର କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଗଲା, ତେଣୁ କୋଉଟା କହିଦଉଛି। ଆଉ ସାଧୁମାନେ ଯଦି ଉଠିକି ପଳେଇଥାନ୍ତେ ମୋ କଥା ମୁଁ ସାରିଥାନ୍ତେ। ଆଜି ଗୋଟେ ସୁଯୋଗ ମିଳିଛି, ମୁଁ ପ୍ରଭୁମାନଙ୍କ ପାଖରେ ପ୍ରଭୁଙ୍କ କଥା ଆଜି କହୁଛି। ଆଜିର ସିଏ ଜନ୍ମଦିନରେ ମତେ କିଏ ଫୁଲ ଦେଲ, କପଡ଼ା ଦେଲ, ଇଏ ସବୁ ତମ, ଆମର ସେଥିରେ କିଛି ନାହିଁ। ଯେଉଁମାନେ ଗଛ ଲଗେଇଥିବ ସେମାନେ ଠିକ ଜନ୍ମୋତ୍ସବ ପାଳନ କରିଛ। ଯଦି ତୁମ ବାପ ମାଙ୍କୁ ସ୍ମରଣ କରି ମାନେ ପ୍ରଣାମ ଟିକେ କରିଥିବ, ଜନ୍ମୋତ୍ସବ ସରିଲା। ଆଉ ଏଗୁଡ଼ାକ ମିଠା ମିଠା ଖାଇ ଡାଇବେଟିସ୍ ବଢ଼ିଆ କଥା, ଇଏ ସବୁ କିଛି। ତେଣୁ ସଜ୍ଜନ, ସେଇ ବାୟାଙ୍କର ଗୋଟିଏ ପଦ ଭାଗବତରେ ସେ କହିଛନ୍ତି, ନାମ ଅଟଇ ମହାବଳ ସେବଳେ ଦିନ ଭୂମଣ୍ଡଳ। କାଲି ଗୋଟିଏ ସନ୍ଧ୍ୟା ଅଛି, ଯଦି ତାର ଦୟା ହବ, ଆମେ କହିଲେ ହବନି। ଯଦି ସେ ଦୟା କରିବ ଘଣ୍ଟା 2 ଘଣ୍ଟା, ତାହେଲେ ଗୋଟେ ପୁଣି କଣ ଗୋଟେ କହିବା। ତେଣୁ ସଜ୍ଜନ, ମୁଁ କେବେ ହେଲେ ଆପଣମାନଙ୍କ ପାଖରେ ଜଣେ ସାଧୁ ସନ୍ଥ ମହାପୁରୁଷ ଅଙ୍କ ଢଙ୍ଗ ଇଏ ଉପାଧି ମୋର କିଛି ନାହିଁ। ମୁଁ ପାଦ ପଦ୍ମର ମଣିଷ। ସେଇ ପାଦ ପଦ୍ମକୁ ଧ୍ୟାନ କରି ये अधम सेवक पुत्र ये संसार में आपण मान सेवा करे। तेणु सज्जन आम पुण्य कीर्तन करदे आज कथा ये सारी
कार्यक्रम समाहित होगा पूर्व गोटे छोटिया काम किंतु प्रथार कार्यक्रम रही श्री विनोद बिहारी मुदुले को निवेदन करुच्ची श्रीमद बाबा जो सम्मान संबर्धना पत्र अंचल तरफ मुरबी माने विनोद बिहारी मुदुले महोदय को निवेदन करुच्ची से पसंद कौन हेलो आम बजार कमिटर सभापति संपादक आउ जो माने मुरबी स्थानीय व्यक्ति मैंने अच्छा मंच उपरको दयाकोरी आस जय शिशु अनंत जी आम पथ भी पथिक भी आध्यात्मिक प्रीति ने बंधा मनसदा मधु छंद भावनार बनहंसी छंद तोड़िले उच्छल हो उठे जाकर मनवंशी जे परीक्षित और प्रतीक्षित केवे उदास देवदास केवे बिंदास भावना निशामुक्त युव संस्कार स्मरणिका बाबा करकमल बाबा यहाँ उन्मोचन करेंगे आप मंच छाड़ दिखाँ मंच पछपटे ठिया आमर वर्तमान पूज्य पूजा अर्पण कार्यक्रम ये सांग हम सर्वशेष शिवलिंका परिवार तरफ जो गुरु पूजा टी अनुष्ठित हो पूजा अर्पण पर आम समस्त कार्य ये सांग हम परिवेश भी उत्कल रंजन महांती आज ये वृक्ष वितरण निमित्त समस्त